ମଞ୍ଚାସୀନ ଅତିଥିବୃନ୍ଦ, ମୁଁ ଏଇଠାରେ ସମସ୍ତଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଉଛି। ଆଉ ମୋର ପୁଣ୍ୟଫଳ ପରିବାର ମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆଉ ଛୋଟ ଛୋଟ ଛୁଆମାନଙ୍କୁ ମୋର ସ୍ନେହ। ମୋ ଛୁଆବେଳେ ମୋ ବାପା ସବୁବେଳେ ମତେ କହନ୍ତି ଯେ ଜନ୍ମଦିନ 2 ଜଣଙ୍କର ପାଳନ କରାଯାଏ, ଯେ ଯୋଉ ହଉଛନ୍ତି ରାମକୃଷ୍ଣ, ରାମ ଏବଂ ଆଉ ଗୋଟେ ହଉଛି କୃଷ୍ଣ। ମୁଁ ତ ସେଥିରୁ ବି କିଛି ନୁହେଁ। ଦ୍ୱିତୀୟରେ ହେଲା ଜନ୍ମଦିନ ପାଳନ କରାଯାଏ କାହାର କହିଲେ, ଯୋଉମାନେ ଏମିତି କିଛି କାମ କରିଥାନ୍ତି ଯାହାକୁ ଆମେ କେବେ ଭୁଲି ପାରିବା ନାହିଁ, ଯେମିତି ଜବାହରଲାଲ ନେହେରୁ ବା ଏପିଜେ କାଲାମ ହଉ ବା ଆପଣଙ୍କର ବଡ଼ ବଡ଼ ବି.ଆର୍. ଆମ୍ବେଦକର ହଉ, ଯାହାକୁ ବି ତାଙ୍କ ବି ଜନ୍ମଦିନ ପାଳନ କରାଯାଏ। ତେଣୁ ମତେ ଲାଗୁଛି ମୁଁ ଏ ଜନ୍ମଦିନ ପାଳନ ପାଇଁ ନୁହେଁ, ଆମର ଏ ନୁପୁର ପତ୍ରିକା ପୁଣ୍ୟ, ଯାହା ଆମର ବାପା କହିଲେ ପୁଣ୍ୟ ଉପର ଆଜି ଗୋଟେ ସମାବେଶ, ଆମେ ନୁପୁର ପତ୍ରିକା ଉନ୍ମୋଚନ କରିବା, ତା ଛଡ଼ା ଆମର ଗୋଟେ କ୍ୟାସେଟ୍ ବାହାରିବ। ହେଲେ ବି ଯେହେତୁ ଏଠି ଅଛି, ମୁଁ ତ କିଛି କହିବି, ଭାବୁଛି କ'ଣ କହିବି, କେମିତି କହିବି, କିପରି କହିବି, କିନ୍ତୁ କହିବି। ନ କହିଲେ ଅଛପା ରହିଯିବ ଏଇ ବ୍ୟକ୍ତିତ୍ୱ ବିଷୟରେ। ପ୍ରଥମେ କହିବି, ମତେ ବହୁତ ଖୁସି ଲାଗୁଛି ଏତେ ସୁନ୍ଦର ଭାବରେ ପାଳନ କରୁଛନ୍ତି ମୋର ପ୍ରିୟ ନିୟର ମଣିଷଟିଏ। କବିତା ଲେଖନ୍ତି ମନର ମଣିଷ କେଉଁଠି, କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ମତେ ଭଗବାନ ମନର ମଣିଷଟିଏ ମିଳିଛି, ଯିଏ କିଛି ଭାବିବା ଆଗରୁ, ଚିନ୍ତା କରିବା ଆଗରୁ କରିଥାଏ। ପ୍ରଥମେ ଆଜି ମୁଁ କୃତଜ୍ଞତା ଜ୍ଞାପନ କରୁଛି ମଞ୍ଚାସୀନ ଅତିଥିମାନଙ୍କୁ। ସେମାନେ ତ ତାଙ୍କ ଗୌରବରେ ଗରିଆ, ସେମାନଙ୍କ ବିଷୟରେ କହିବା ପାଇଁ ମୋ ପାଖରେ କୌଣସି ଭାଷା ବି ନାହିଁ। ଶ୍ରୀରାମ ଦାସ ବରିଷ୍ଠ ସାମ୍ବାଦିକ, ସେ ମୋର ଦାଦା ବୋଲି, ଛୋଟ ବେଳୁ ଦାଦା ବୋଲି ଡାକେ। ସେ ଆମ ଘରର ପରିବାରର, ତେଣୁ ସେ ଆଜି ଏଠି ଉପସ୍ଥିତ। ତାଙ୍କ ଯୋଗୁଁ ଆଜି ସେ ଯୋଉ ବହୁମୂଲ୍ୟ ସମୟ ଏଠାରେ ପ୍ରଦାନ କରୁଛନ୍ତି, ତେଣୁ ଆମେ ଏଠି ପୁଣ୍ୟୋତ୍କଳ ତରଫରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ତାପରେ ଏଠି ଅଛନ୍ତି ଆମର ବିଶିଷ୍ଟ କଥାକାର ବା ଆମର ଅଧ୍ୟାପକ ବିଶ୍ୱରଞ୍ଜନ ମଉସା, ସେକୁ ବି ମଉସା ବୋଲି ଡାକେ। ମୋର ଯେମିତି ପରିବାର, ମୁଁ ଛୁଆବେଳେ ସେମାନଙ୍କୁ ସମସ୍ତଙ୍କୁ ଜାଣିଥିଲି ଏବଂ ଛୁଆବେଳୁ ସେମାନଙ୍କ ଘରକୁ ବି ଯାଇଛି, ମାଉସୀଙ୍କ ସାଙ୍ଗେ ମିଶିଛି, ନେତାଜୀ ବାପୁଜୀଙ୍କ ସାଙ୍ଗେ ଖେଳିଛି। ମୋର ଜୀବନରେ ମୁଁ ଯାହା ହଉ ବାପାଙ୍କ ଆଶୀର୍ବାଦରୁ ମୁଁ ଏତେ ବଡ଼ ବଡ଼ ଅଧିକାରୀ ମାନଙ୍କ ସାଙ୍ଗରେ ବା ଏତେ ବଡ଼ ବଡ଼ ବରିଷ୍ଠ କଥାକାର ମାନଙ୍କ ସାଙ୍ଗରେ ଛୋଟବେଳୁ ମିଶିବାର ସୁଯୋଗ ପାଇଥିଲି। ଆଉ ତ ଯାହା ବିଷୟରେ କହିବାକୁ ଚାହୁଁଛି, ଆମର ପ୍ରଶାସନିକ ସେବାର ଭାରତୀୟ ପ୍ରଶାସନ ସେବାର ଅଧିକାରୀ ବା ଯାହା କହିଲେ ଓଡ଼ିଶା ଇଲେକ୍ସନ କମିଶନର ଥିଲେ ଡକ୍ଟର ରବିନାରାୟଣ ସେନାପତି ସାର୍ ମହୋଦୟ। ସିଏ ତ ବହୁତ ବଡ଼ କବି, ତ ତାଙ୍କ ବିଷୟରେ ମୁଁ ଭାବୁଛି ମୁଁ ଯଦି କିଛି କହିବି ତାହେଲେ ମୋର ବୋଧେ ମାନେ ସେଇଟା ବାହୁଲ୍ୟ ହବ ନାହିଁ। ତେଣୁ ମୁଁ ଏଠି ପୁଣି ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି, ତାଙ୍କର ବହୁମୂଲ୍ୟ ସମୟ ଦେଇ ଆମ ମଞ୍ଚକୁ ଆସିଛନ୍ତି, ଆଉ ଆମ ମଞ୍ଚ ଏଠି ସୁନ୍ଦର ହୋଇଯାଇଛି। ଆଉ ଗୋଟେ ପଦ ଅଧିକ କହିଲେ ହବ, ବାବାଙ୍କ କୃପାରୁ ମୁଁ ସେମାନଙ୍କ ମୁଁ ସାହିତ୍ୟିକ ମାନଙ୍କ ସାଙ୍ଗରେ ଛୋଟବେଳୁ ବଢିଛି। ପ୍ରସନ୍ନ ମଉସା ହୁଅନ୍ତୁ ବା ଗୌରବୀ ଦାଦା ହୁଅନ୍ତୁ, ମୁଁ ଏମିତି ସମସ୍ତଙ୍କୁ ଡାକେ, ଧୀର ଦାଦା, ଗୌରବୀ ଦାଦା। ଏବଂ ଆମ ଘରକୁ ବହୁ ସାହିତ୍ୟିକ ମାନେ ଆସନ୍ତି, ବହୁ ପ୍ରକାର ଆଲୋଚନାରେ ଶାନ୍ତନୁ ଆଚାର୍ଯ୍ୟ, ବିଭିନ୍ନ ମହାପାତ୍ର ନୀଳମଣି ସାହୁ, ଏମାନଙ୍କ ପାଖରେ ସେ ମାଉସୀଙ୍କ କୋଳରେ ଆମେ ଦୋଳି ବି ଖେଳିଛୁ। ଡକ୍ଟର ଶରତ ମହାନ୍ତି। ମୋ ଜୀବନରେ ମୁଁ ସାହିତ୍ୟିକ ପରିବାରରେ ପଢିଛି। ମୋର ମାମୁଁ ଜଣେ, ମୋ ବାପା ଜଣେ ସାହିତ୍ୟିକ, ମୋ ମାମୁଁ ଜଣେ ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର। ମୋ ବାପା ତ ଜାଣିଛନ୍ତି ସେ ଆଉ ନାହାନ୍ତି, ରବି ଦାସ, ଯାହା ମୁଁ ତାଙ୍କର କନ୍ୟା ବୋଲି ସେଥିପାଇଁ ବୋଧେ ଏଇ ଆଶୀର୍ବାଦ ଗଣ୍ଡାକ ମତେ ମିଳିଥିଲା। ପୁଣି ପ୍ରଣାମ କରିକି ସମ୍ମୁଖରେ ଉପସ୍ଥିତ ଥିବା ମୋର ଆପଣାର ଶୁଭେଚ୍ଛୁ ମାନଙ୍କୁ, ସାନମାନଙ୍କୁ ତ କହିଛି ବହୁତ ବହୁତ ଧନ୍ୟବାଦ। ସେମାନେ ସବୁ ନଥିଲେ ଏ ସଭାଟା ସୁନ୍ଦର ଦେଖାଯାଇନଥାନ୍ତା। ଧନ୍ୟବାଦ ବନଜ ବାବୁଙ୍କୁ, ଯାହା ହଉ ତାଙ୍କ ପ୍ରଚେଷ୍ଟାରେ ଆଜି ନୁପୁରର ସ୍ୱତନ୍ତ୍ର ସଂଖ୍ୟାଟିଏ ଆଜି ଉନ୍ମୋଚନ ହେଉଛି। ନୁପୁର ମୋର ଝିଅର ନାମ, ଚୁଲବୁଲ ଝିଅଟିଏ, ଛୋଟ ହେଲେ ବି ବଳିଷ୍ଠ ମନ୍ତବ୍ୟ ରଖେ, ବୁଢୀ ମା ପରି ମତେ ପ୍ରେରଣା ଦିଏ। ଯେବେ ମୁଁ ପଛକୁ ଏକପାଦ କରେ, ସେ କହେ, ମାମା, ନାରୀ ମାନେ କମ୍ ନୁହନ୍ତି, ସବୁ ପଛରେ ନାରୀର ଭୂମିକା ଅଛି। କଥାରେ ଅଛି, ବିହାଇଣ୍ଡ ଏଭ୍ରି ସକ୍ସେସଫୁଲ ମ୍ୟାନ୍ ଦେୟାର ଇଜ ଏ ୱୁମନ୍। ନାରୀ ଓ ନର ପରସ୍ପର ପରିପୂରକ। ରାମ ସୀତା, ଲକ୍ଷ୍ମୀ ନାରାୟଣ, ଶିବ ପାର୍ବତୀ, ପୁଣି ଆମେ ବି ଦେଖୁଛେ ଗାନ୍ଧୀ କସ୍ତୁରବା, ସବୁଠି ସେଇ ନର ନାରୀ, ଯାହାକୁ ନେଇ ନାରୀ ଗଢିପାରେ, ନାରୀ ଭାଙ୍ଗିପାରେ। ଏଇଠି ପୁଣ୍ୟୋତ୍କଳ ମହିଳା ସଂଘର ମୁଁ ସଭାନେତ୍ରୀ ହିସାବରେ ଏହା କହିବାକୁ ଚାହେଁ, ନାରୀ ମାନେ କେବେ ତାଙ୍କୁ କେବେ ନମଣିମହୀନ। ଯେମିତି ମୋ ବାପା ନାହାନ୍ତି, କିନ୍ତୁ ଦିନ ଥିଲା ମୁଁ କହୁଥିଲି ଆମ ଘର ସାହିତ୍ୟର ଆସର ଥିଲା, ମୋ ମା ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା
ବିଭାଗ ଥିଲା ସେ ସେଇ ଘରେ ସମସ୍ତଙ୍କୁ ଯଦିଓ ସେତେବେଳେ ସମୟରେ ହୋମ୍ ସାଇନ୍ସ ଏମଏ ପାସ୍ କରିଥିଲା କିନ୍ତୁ ମୋ ମାର ନା ଇନ୍ଦିରା ଦାସ ମୋ ମା ଖାଦ୍ୟ ପରସୁଥିଲା ସେ ସମୟରେ କେହି ଆମ ଘରୁ ଖାଲି ପେଟରେ ଫେରିନାହାନ୍ତି। ସେଇ ବାପା ମାଙ୍କୁ ମୁଁ ଆଜି ପ୍ରଣାମ ଜଣାଉଛି ଯାହା ପାଇଁ ଯାହା ଦେଶରେ ମୁଁ ଦିନେ ବିଜେପି କଲେଜରେ ଭାଇସ୍ ପ୍ରେସିଡେଣ୍ଟ ଥିଲି। ମୁଁ ପ୍ରଥମ ଆଉ ଶେଷ ଆଜି ଓଡ଼ିଶା ପ୍ରଶାସନିକ ସେବାରେ ମୁଁ ଅତିରିକ୍ତ ଶାସନ ସଚିବ ଭାବରେ ତାଙ୍କ ଆଶୀର୍ବାଦରୁ ମୁଁ ଆଜି ଅଛି। ଯିଏ ମୋତେ ଥରେ ଧରି ପଢ଼ାଉଥିଲା ସେ ତ ମୋ ଭାଇ ତାଙ୍କୁ ମୁଁ ପ୍ରଣାମ ଜଣାଉଛି। ଏଠି ଗୋଟେ ଛୋଟ କଥା କହିବି ବୋଲି ଭାବିଛି। ମୁଁ ଯାହା ଜାଣିଛି ଆଜି ଆମର କ୍ୟାସେଟ୍ ଉନ୍ମୋଚନ ହେବାକୁ ଯାଉଛି ସେଠି ହିମାଂଶୁ ଭାଇ ଆସିବେ। ସିଏ ବି ଆମର ଗୋଟେ ଭାଇ ଭଳିଆ। ସେ ଆନ୍ତର୍ଜାତିକ ସ୍ତରରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପୂର୍ବତନ ନିର୍ଦ୍ଦେଶକ ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟର ଅଧୁନା ଚେୟାରମ୍ୟାନ ବୋସର କଟକରେ। ତାଙ୍କ ପଛରେ ବି କିଏ ଅଛି ଜାଣିଛନ୍ତି? ସେ ନାରୀ, ସେ ଆମର ସିନି ଭାଉଜ ବା ସ୍ନେହଶ୍ରୀ ଡକ୍ଟର ସ୍ନେହଶ୍ରୀ ରାୟ। ତେଣୁ ସବୁବେଳେ ନାରୀ ନର ସାଙ୍ଗେ ଦରକାର କିନ୍ତୁ ମୋ ପାଖରେ ଟିକେ ବ୍ୟତିକ୍ରମ ଅଛି। ମୁଁ ଭାବୁଛି ସେଟା ଆଜି କହିବି ବୋଲି। ମୁଁ 2000 ମସିହାରେ ବାହା ହେଇଥିଲି। ମୋ ବାପା ମା ଶାଶୁ ଶ୍ୱଶୁରଙ୍କ ନେଇ ମୋର ଛୋଟ ପରିବାରଟିଏ। ସେ ଘରେ ମୁଁ ବାହା ହେଇଥିଲି ବୁଲୁ ସହିତ। ଏଠି ବାପା ଅଛନ୍ତି ଶ୍ରୀଯୁକ୍ତ ବିକାଶଚରଣ ମହାପାତ୍ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଯାହାଙ୍କର ଆଶୀର୍ବାଦ ଓ ପ୍ରେରଣା ମଧ୍ୟ ଅଛି। ଆଉ ବୋଉ କନକମଞ୍ଜରୀ ମହାପାତ୍ର ସେ ତ ଏଠି ଆସିନାହାନ୍ତି। ସେ ସବୁବେଳେ କହନ୍ତି ମାରେ ତୁ ସବୁ ଫଙ୍କସନରେ ବୁଲୁ ସହିତ ଯିବୁ। ମୁଁ ତାଙ୍କୁ ମଧ୍ୟ ପ୍ରଣାମ ଜଣାଉଛି ଆଜି ପରି ଦିନରେ। ନିଶ୍ଚିତ ଭାବରେ ସେମାନେ ମୋତେ ଆଶୀର୍ବାଦ ନ ଦେଇଥିଲେ ମୁଁ ଆଜି ସଭାରେ ବିପଦ କହିବାକୁ ଆସିନଥାନ୍ତି। ଧନ୍ୟବାଦ ଜଣାଉଛି ପୁଣି ଆଉଥରେ ଯେ ଆମେ ମୋ ପାଇଁ ଯିଏ ଅଧିକ ଚିନ୍ତିତ ମୁଁ ଯାହା ନ ଭାବିଥିଲି ଯାହା ଦେଖିଲି ସେ କେହି ନୁହନ୍ତି। ସବୁବେଳେ ମୁଁ ଆପଣଙ୍କୁ କହିଛି ସବୁ ପଛରେ ନାରୀ ଅଛନ୍ତି କିନ୍ତୁ ମୋ ପଛରେ ଯିଏ ଅଛନ୍ତି ସେ ମୋର ସ୍ୱାମୀ ମନୋଜ ମହାପାତ୍ର। ଭାବୁଛି ମୁଁ ଟିକେ ଓଲଟା କହିଲି ମୋର ସକ୍ସେସ୍ ଭିତରେ କିଏ ଅଛି ବୋଲି। ମୋର ସକ୍ସେସ୍ ପଛରେ ମୋତେ ଯିଏ ସବୁବେଳେ ପ୍ରେରଣା ଦିଅନ୍ତି ସେ କେହି ନୁହନ୍ତି ପୁଣ୍ୟଙ୍କର ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର। ମୋ ପାଇଁ ପ୍ରେରଣା ଦିଅନ୍ତି। ମୁଁ ଭାବୁଛି ମୁଁ ଭୁଲ କଲି ମୋର ନୁହେଁ ପୁଣ୍ୟଙ୍କର ଗତିକର ସେ। କେତେ ବୃଦ୍ଧାଶ୍ରମ କୁଷ୍ଠାଶ୍ରମ ଅନାଥାଶ୍ରମର ସେ ପ୍ରେରଣାର ଉତ୍ସ। କେତେ ମଣିଷ ସେ ଗଢ଼ିଛନ୍ତି। ସରକାରୀ ଚାକିରି ଥାଇ ମଧ୍ୟ ସେ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ। ବେଳେବେଳେ ପୁଅ କହେ ବାପା ତମେ କ'ଣ ଗୋପବନ୍ଧୁ ହେବାକୁ ଚାହୁଁଛ? ଦିନ ରାତି ଅଫିସ ସମାଜ ସେବା ଆଉ ସେଇଥିରେ କାମରେ ଲାଗିଯାଇଛ। ତା ବ୍ୟତୀତ ସେ ଗୋଟେ ନିଆରା ମଣିଷ। ଶ୍ରବଣ କୁମାର ବୋଲି କହିଲେ ଭୁଲ ହବ ନାହିଁ। ଶ୍ରବଣ କୁମାର ବୋଲି ପୁଅଟିଏ। ହରିଶ୍ଚନ୍ଦ୍ର କହିଲେ ଭୁଲ ହବନି। ହରିଶ୍ଚନ୍ଦ୍ର ବୋଲି ଦାଦିଟିଏ। ଯଦି କିଏ ଜୀବନ ମାଗେ ମୁଁ ଜାଣିଛି ସେ ତାଙ୍କ ଜୀବନ ଦେବାକୁ ବି ପଛାଇବେ ନାହିଁ। ସେ ନିଜ କଥା କେବେ ଭାବନ୍ତି ନାହିଁ। କବିତା ଲେଖିବାକୁ କହିଲେ କବିତା ଲେଖି ଚାଲନ୍ତି। କେତେବେଳେ ମୋଟିଭେସନ ସ୍ପିଚ୍ ଦିଅନ୍ତି, କେତେବେଳେ ଆଷ୍ଟ୍ରୋଲୋଜି କରନ୍ତି। ନିଜର ମନର ମଣିଷ ବିଷୟରେ ଏତେ କହିଲେ ମୁଁ ଭାବୁଛି ଠିକ ହବନି କିନ୍ତୁ ନ କହିଲେ ବି ଭୁଲ ହବ, କଥା ରହିଯିବ। ବାପା ନାହାନ୍ତି ମୋର ସବୁବେଳେ ପ୍ରଶଂସା କରନ୍ତି। ଏଠି ତ ଗୋଟେ ବାପା ଅଛନ୍ତି ନାହାନ୍ତି ବୋଲି କହିବା ମୁଁ ଭାବୁଛି ଭୁଲ ହବ। ଭାରି ପରିଶ୍ରମୀ ପିଲାଟିଏ ବୋଲି ପର ପାଇଁ ଜୀବନ ଦେବ। କିନ୍ତୁ ମୁଁ ତାଙ୍କ ସହିତ ମିଶି ଏତିକି ଶିଖିଛି ସମସ୍ତେ ନିଜର, ଖାଲି ନିଜର କରିପାରିଲେ ହେଲା। ପୁଣ୍ୟୋତ୍କଳ ତାଙ୍କ ମାନସ ସନ୍ତାନ। ସବୁ ଜିଲ୍ଲାରେ ପୁଣ୍ୟୋତ୍କଳ ବାହିନୀମାନେ ସେବା କରୁଛନ୍ତି। ଆମର ରକ୍ତଦାନ ଶିବିର ହଉ, ସଂସ୍କୃତି ବଞ୍ଚାଇବା ପାଇଁ ରଜ ମହୋତ୍ସବ ହଉ, ପାଲା ହଉ, ଭାଗବତ ଟୁଙ୍ଗି ହଉ, ଉଦ୍ଧାର ଇତ୍ୟାଦି ଭାଗବତ ଟୁଙ୍ଗି ଉଦ୍ଧାର କାର୍ଯ୍ୟ ପୁଣ୍ୟୋତ୍କଳ କରିଚାଲିଛି। ତେଣୁ ମୁଁ ବଟମ୍ ଅଫ୍ ମାଇ ହାର୍ଟରୁ କହୁଛି ଧନ୍ୟବାଦ ଜଣାଉଛି ସେଇ ମୋର ପ୍ରିୟ ମଣିଷ ମନୋରଞ୍ଜନ ମହାପାତ୍ରକୁ, ମୋର ଗୁରୁଙ୍କୁ, ଯିଏ ପ୍ରତିଶ୍ରୁତିବଦ୍ଧ ଉତ୍କଳ ମାଟି ପାଇଁ ରସଗୋଲା ପାଇଁ ଯୁଦ୍ଧ କରୁଥିଲେ। ଓଡ଼ିଆ ମାଟିର ବାସ୍ନା କିପରି ସାରା ବିଶ୍ୱରେ ମହକିବ ତାଙ୍କର ସେଟା ସ୍ୱପ୍ନ। ପୁଣି ଥରେ ମୁଁ ଧନ୍ୟବାଦ କରୁଛି ମୋର ସ୍ନେହର ପୁଣ୍ୟୋତ୍କଳ ପରିବାର। ଏଠି ତ ସମସ୍ତେ ଉପସ୍ଥିତ। ମୋର ରମେଶ ବାବୁ ଅଛନ୍ତି, ମୋ ଦେଇ ଅଛି, ଭାଇ ଅଛନ୍ତି, ପ୍ରଭାତୀ ଅଛି, ବିଶୁ ଅଛି, ଶିବାନନ୍ଦ ଅଛି, ଟୁଟୁ ଅଛି, ଚିନ୍ମୟ ଭାଇନା ଅଛନ୍ତି, ମିନତି, ପ୍ରଶାନ୍ତ। ଏମିତି କହିଲେ ମୋତେ ସରିବନି। ଏଇଟା ଆମର ବିରାଟ ବଡ଼ ପରିବାର। ପରିବାର କହିଲେ ମୁଁ ଭାବେନି ରକ୍ତ ସମ୍ପର୍କ କରୁଛି। ପରିବାର କହିଲେ ମନକୁ ମନ ବୁଝି ପାରୁଥିବା ଗୋଟିଏ ତାଳରେ ଚାଲୁଥିବା ସେଇଟା ହେଉଛି ପରିବାର। ଶେଷରେ ମୁଁ ଆଜି ତ ମୋର ପୁଅ ଆସିନି ଗୁଣ୍ଡେଚି ମିଶା ନୁଟୁନ, କାହ୍ନା, କୁକୁନ, ସିପୁ ଯେଉଁମାନେ ପର୍ଦ୍ଦା ପଛରେ କୋଳାହଳ କରନ୍ତି ସେମାନଙ୍କୁ ଟିକେ ଧନ୍ୟବାଦ ଜଣାଉଛି। ସିପୁର ପୁଣ୍ୟୋତ୍କଳ ୱେବ୍ ପୋର୍ଟାଲ କରିଥିଲା ଆଉ ବିଶ୍ୱ ପୁଣ୍ୟୋତ୍କଳ ଟିଭି ଚ୍ୟାନେଲ କରିଛି। ତେଣୁ ବିଶ୍ୱ ସୁରଭିକୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ମୁଁ ପୁଣି ଥରେ ପୁଣ୍ୟୋତ୍କଳ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ।